ମୁଁ ଯେଉଁ ଭିଡିଓଟି ଛାଡୁଛି ମୁଁ ନିଜ ଇଚ୍ଛାରେ ଏହି ଭିଡିଓଟି ଛାଡୁଛି। ଏହି ଭିଡିଓଟି ମୁଁ ଏଏସ୍ ଏକାଡେମୀରେ ଛାଡ଼ିବି। ଆପଣମାନେ ବି ଦୟାକରି ଏଏସ୍ ଏକାଡେମୀକୁ ସପୋର୍ଟ କରନ୍ତୁ। ଏହି ଭାଇ ବହୁତ ପରିଶ୍ରମ କରୁଛନ୍ତି। ତାଙ୍କ ଚ୍ୟାନେଲ ଏପର୍ଯ୍ୟନ୍ତ ମନିଟାଇଜ ହୋଇନାହିଁ। ଦୟାକରି ତାଙ୍କୁ ସପୋର୍ଟ କରନ୍ତୁ। ଇତିହାସ ହିଷ୍ଟ୍ରି ସର୍ଟ ପ୍ରଶ୍ନ ଓ ଉତ୍ତର 2-3 ମାର୍କସ୍। 1. ପ୍ରତ୍ନତାତ୍ତ୍ୱିକ ଖୋଦନ କହିଲେ କ'ଣ ବୁଝ? ଉତ୍ତର ମାଟି ତଳେ ପୋତି ହୋଇ ରହିଥିବା ପ୍ରାଚୀନ ସଭ୍ୟତାର ଅବଶେଷ ଗୁଡ଼ିକୁ ବୈଜ୍ଞାନିକ ପଦ୍ଧତିରେ ଖୋଳି ବାହାର କରିବାକୁ ପ୍ରତ୍ନତାତ୍ତ୍ୱିକ ଖୋଦନ କୁହାଯାଏ। ଏହାଦ୍ୱାରା ପ୍ରାଚୀନ କାଳର ମୁଦ୍ରା, ଅଳଙ୍କାର, ମାଟିପାତ୍ର ଓ ଅଟ୍ଟାଳିକା ବିଷୟରେ ଜାଣିହୁଏ। 2. ହରପ୍ପା ସଭ୍ୟତାର ପତନର 2ଟି ମୁଖ୍ୟ କାରଣ ଲେଖ। ଉତ୍ତର କ. ସିନ୍ଧୁ ନଦୀରେ ଭୟଙ୍କର ବନ୍ୟା ଆସିବା ଫଳରେ ଏହି ସଭ୍ୟତା ଧ୍ୱଂସ ହୋଇଥିଲା। ଖ. ବାହ୍ୟ ଆକ୍ରମଣ କିମ୍ବା ଜଳବାୟୁର ପରିବର୍ତ୍ତନ ଯୋଗୁଁ ଏହି ସଭ୍ୟତାର ପତନ ଘଟିଥିଲା। 3. ବୈଦିକ ଯୁଗରେ ସଭା ଓ ସମିତି କହିଲେ କ'ଣ ବୁଝ? ଉତ୍ତର ବୈଦିକ ଯୁଗରେ ରାଜାଙ୍କୁ ଶାସନ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ 2ଟି ଗଣତାନ୍ତ୍ରିକ ଅନୁଷ୍ଠାନ ଥିଲା। ସଭା ବୟସ୍କ ଓ ବିଜ୍ଞ ବ୍ୟକ୍ତିମାନଙ୍କୁ ନେଇ ଗଠିତ ହୋଇଥିବା ବେଳେ ସମିତି ସାଧାରଣ ଲୋକଙ୍କର ଏକ ପ୍ରତିନିଧି ସଭା ଥିଲା। 4. ଚତୁର୍ଜାମ କହିଲେ କ'ଣ ବୁଝ? ଉତ୍ତର ଜୈନ ଧର୍ମର ନହତମ ତୀର୍ଥଙ୍କର ପାର୍ଶ୍ୱନାଥଙ୍କ ଦ୍ୱାରା ପ୍ରଚାରିତ 4ଟି ନୀତିକୁ ଚତୁର୍ଜାମ କୁହାଯାଏ। ସେଗୁଡ଼ିକ ହେଲା ଅହିଂସା, ସତ୍ୟ, ଅସ୍ତେୟ, ଚୋରି ନ କରିବା ଓ ଅପରିଗ୍ରହ, ସମ୍ପତ୍ତି ଠୁଳ ନ କରିବା। 5. ବୌଦ୍ଧ ଧର୍ମର ଆର୍ଯ୍ୟ ସତ୍ୟ ଗୁଡ଼ିକ କ'ଣ? ଉତ୍ତର ଗୌତମ ବୁଦ୍ଧ 4ଟି ଆର୍ଯ୍ୟ ସତ୍ୟ ପ୍ରଚାର କରିଥିଲେ। 1. ସଂସାର ଦୁଃଖମୟ। 2. ଦୁଃଖର କାରଣ ଅଛି। 3. ଦୁଃଖର ବିନାଶ ସମ୍ଭବ ଏବଂ 4. ଦୁଃଖ ନିବାରଣ ପାଇଁ ଅଷ୍ଟାଙ୍ଗିକ ମାର୍ଗ ଆବଶ୍ୟକ। 6. କଳିଙ୍ଗ ଯୁଦ୍ଧର ଫଳାଫଳ କ'ଣ ଥିଲା? ଉତ୍ତର କଳିଙ୍ଗ ଯୁଦ୍ଧ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିଲା। ଏହି ଯୁଦ୍ଧ ପରେ ଅଶୋକ ଅସ୍ତ୍ରଶସ୍ତ୍ର ପରିତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ଦିଗ୍ବିଜୟ ବଦଳରେ ଧର୍ମବିଜୟ ନୀତି ଆପଣେଇଥିଲେ। 7. ମେଗାସ୍ଥିନିସ୍ କିଏ ଥିଲେ? ଉତ୍ତର ମେଗାସ୍ଥିନିସ୍ ଜଣେ ଗ୍ରୀକ୍ ରାଜଦୂତ ଥିଲେ ଯିଏ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜସଭାକୁ ଆସିଥିଲେ। ସେ ତାଙ୍କ ପୁସ୍ତକ ଇଣ୍ଡିକାରେ ମୌର୍ଯ୍ୟ ଶାସନ ଓ ଭାରତୀୟ ସମାଜ ବିଷୟରେ ବର୍ଣ୍ଣନା କରିଛନ୍ତି। 8. ସମୁଦ୍ରଗୁପ୍ତଙ୍କୁ କାହିଁକି ଭାରତର ନେପୋଲିୟନ କୁହାଯାଏ? ଉତ୍ତର ସମୁଦ୍ରଗୁପ୍ତଙ୍କ ଅଦମ୍ୟ ସାହସ ଏବଂ ବିଜୟ ଅଭିଯାନ ପାଇଁ ଐତିହାସିକ ଭିଏ ସ୍ମିଥ୍ ତାଙ୍କୁ ଭାରତର ନେପୋଲିୟନ ବୋଲି ଆଖ୍ୟା ଦେଇଛନ୍ତି। 9. ଫା ହିଆନ୍ କିଏ ଥିଲେ? ଉତ୍ତର ଫା ହିଆନ୍ ଜଣେ ଚୀନ ପରିବ୍ରାଜକ ଥିଲେ। ସେ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ସମୟରେ ଭାରତ ଆସିଥିଲେ ଏବଂ ତାଙ୍କ ପୁସ୍ତକ ଫୋ କୁଓକିରେ ଗୁପ୍ତ ଯୁଗର ସାମାଜିକ ସ୍ଥିତି ବର୍ଣ୍ଣନା କରିଥିଲେ। 10. ଭକ୍ତି ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ କ'ଣ ଥିଲା? ଉତ୍ତର ଭକ୍ତି ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ଥିଲା ହିନ୍ଦୁ ଧର୍ମରେ ଥିବା କୁସଂସ୍କାର ଓ ଜାତିପ୍ରଥା ଦୂର କରିବା ଏବଂ ଭଗବାନଙ୍କ ପ୍ରତି ନିଃସର୍ତ୍ତ ପ୍ରେମ ଓ ଭକ୍ତି ମାଧ୍ୟମରେ ମୁକ୍ତି ଲାଭ କରିବା। 11. ଦିନି ଇଲାହି କ'ଣ? ଉତ୍ତର ମୋଗଲ ସମ୍ରାଟ ଆକବର 1582 ମସିହାରେ ଏକ ନୂତନ ଧର୍ମ ପ୍ରଚଳନ କରିଥିଲେ ଯାହାର ନାମ ଦିନ-ଇ ଇଲାହି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସବୁ ଧର୍ମ ମଧ୍ୟରେ ସମନ୍ୱୟ ରକ୍ଷା କରିବା। 12. ସୁଫିବାଦର 2ଟି ମୁଖ୍ୟ ବିଶେଷତ୍ୱ ଲେଖ। ଉତ୍ତର କ. ଈଶ୍ୱର ଏକ ଏବଂ ସମସ୍ତ ମଣିଷ ତାଙ୍କର ସନ୍ତାନ। ଖ. ଶୃଙ୍ଖଳିତ ଜୀବନଯାପନ ଏବଂ ଗୁରୁ କିମ୍ବା ପୀରଙ୍କ ପ୍ରତି ଗଭୀର ସମ୍ମାନ। 13. ସୂର୍ଯ୍ୟାସ୍ତ ଆଇନ କହିଲେ କ'ଣ ବୁଝ? ଉତ୍ତର ଚିରସ୍ଥାୟୀ ବନ୍ଦୋବସ୍ତ ଅନୁଯାୟୀ ଜମିଦାରମାନେ ଏକ ନିର୍ଦ୍ଦିଷ୍ଟ ଦିନର ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ସରକାରୀ ରାଜସ୍ୱ ପୈଠ କରିବାକୁ ପଡୁଥିଲା। ଏଥିରେ ବିଫଳ ହେଲେ ସେମାନଙ୍କ ଜମିଦାରୀ ନିଲାମ ହୋଇଯାଉଥିଲା। 14. ସତ୍ୟବାଦୀ ବନବିଦ୍ୟାଳୟ ବିଷୟରେ ଲେଖ। ଉତ୍ତର 1909 ମସିହାରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ପଣ୍ଡିତ ଗୋପବନ୍ଧୁ ଦାସ ଏହି ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏହା ଏକ ମୁକ୍ତାକାଶ ବିଦ୍ୟାଳୟ ଥିଲା ଏବଂ ଏଠାରେ ଜାତୀୟତାବାଦୀ ଶିକ୍ଷା ଦିଆଯାଉଥିଲା। 15. ଉତ୍କଳ ସମ୍ମିଳନୀ କାହିଁକି ଗଠିତ ହୋଇଥିଲା? ଉତ୍ତର 1903 ମସିହାରେ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା। 16. ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ କେବେ ଓ କାହିଁକି ଘଟିଥିଲା? ଉତ୍ତର 1919 ମସିହା ଏପ୍ରିଲ 13 ତାରିଖରେ ପଞ୍ଜାବର ଅମୃତସରଠାରେ ଏହି ଘଟଣା ଘଟିଥିଲା। ରାଓଲାଟ ଆଇନ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ସଭା କରୁଥିବା ନିରୀହ ଲୋକଙ୍କ ଉପରକୁ ଜେନେରାଲ ଡାୟର ଅତର୍କିତ ଗୁଳିଚାଳନା କରିଥିଲେ। 17. ସାଇମନ କମିଶନଙ୍କୁ ଭାରତୀୟମାନେ କାହିଁକି ବିରୋଧ କରିଥିଲେ? ଉତ୍ତର 1927 ମସିହାରେ ଗଠିତ ସାଇମନ କମିଶନରେ ଜଣେ ବି ଭାରତୀୟ ସଦସ୍ୟ ନଥିଲେ।
ଭାରତର ଭାଗ୍ୟ ନିର୍ଦ୍ଧାରଣ ପାଇଁ କୌଣସି ଭାରତୀୟଙ୍କୁ ସାମିଲ କରାଯାଇ ନଥିବାରୁ ଏହାକୁ ଶ୍ୱେତ କମିଶନ କହି ବିରୋଧ କରାଯାଇଥିଲା। 18. ଓଡ଼ିଶାରେ ଲବଣ ସତ୍ୟାଗ୍ରହ କେଉଁଠାରେ ହୋଇଥିଲା? ଉତ୍ତର, ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡ଼ିଠାରେ ମୁଖ୍ୟତଃ ଲବଣ ସତ୍ୟାଗ୍ରହ ହୋଇଥିଲା। ଏହା ବ୍ୟତୀତ ଗଞ୍ଜାମର ହୁମା ଏବଂ କୁଜଙ୍ଗଠାରେ ମଧ୍ୟ ଲବଣ ଆଇନ ଭଙ୍ଗ କରାଯାଇଥିଲା। 19. ଇରମକୁ କାହିଁକି ରକ୍ତ ତୀର୍ଥ କୁହାଯାଏ? ଉତ୍ତର, 1942 ଭାରତ ଛାଡ଼ ଆନ୍ଦୋଳନ ସମୟରେ ଭଦ୍ରକ ଜିଲ୍ଲାର ଇରମଠାରେ ଶାନ୍ତିପୂର୍ଣ୍ଣ ସଭା କରୁଥିବା ଲୋକଙ୍କ ଉପରକୁ ପୋଲିସ ଗୁଳି ଚଳାଇଥିଲା, ଯେଉଁଥିରେ 28 ବିନା 29 ଜଣ ଶହୀଦ ହୋଇଥିଲେ। ଜାଲିଆନାୱାଲା ବାଗ ପରି ଏହି ନାରକୀୟ କାଣ୍ଡ ପାଇଁ ଏହାକୁ ରକ୍ତ ତୀର୍ଥ କୁହାଯାଏ। 20. ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ କେବେ ଗଠିତ ହୋଇଥିଲା? ଉତ୍ତର, 1936 ମସିହା ଏପ୍ରିଲ 1 ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇଥିଲା। ଏହା ଭାଷା ଭିତ୍ତିରେ ଗଠିତ ଭାରତର ପ୍ରଥମ ରାଜ୍ୟ ଥିଲା। 21. କ୍ୟାବିନେଟ ମିଶନର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଥିଲା? ଉତ୍ତର, 1946 ମସିହାରେ ବ୍ରିଟିଶ ସରକାର କ୍ୟାବିନେଟ ମିଶନ ପଠାଇଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତୀୟ ନେତାମାନଙ୍କ ସହ ଆଲୋଚନା କରି କ୍ଷମତା ହସ୍ତାନ୍ତର କରିବା ଏବଂ ଏକ ସମ୍ବିଧାନ ପ୍ରଣୟନ ସଭା ଗଠନ କରିବା। 22. ସମ୍ବିଧାନର ଚିଠା କମିଟି ଡ୍ରାଫ୍ଟିଂ କମିଟି କ'ଣ? ଉତ୍ତର, ଭାରତୀୟ ସମ୍ବିଧାନର ରୂପରେଖ ପ୍ରସ୍ତୁତ କରିବା ପାଇଁ ଏହି କମିଟି ଗଠିତ ହୋଇଥିଲା। ଡକ୍ଟର ବି.ଆର୍. ଆମ୍ବେଦକର ଏହାର ଅଧ୍ୟକ୍ଷ ଥିଲେ। 23. ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପରିଚାଳିତ 3ଟି ଆଞ୍ଚଳିକ ଆନ୍ଦୋଳନର ନାମ ଲେଖ। ଉତ୍ତର, 1. ଚମ୍ପାରଣ ସତ୍ୟାଗ୍ରହ, 2. ଖେଡ଼ା ଆନ୍ଦୋଳନ ଏବଂ 3. ଅହମ୍ମଦାବାଦ ଲୁଗାକଳ ଆନ୍ଦୋଳନ। 24. ବକ୍ସି ଜଗବନ୍ଧୁ କିଏ ଥିଲେ? ଉତ୍ତର, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଥିଲେ ଖୋର୍ଦ୍ଧା ରାଜାଙ୍କ ସେନାପତି ଏବଂ 1817 ମସିହା ପାଇକ ବିଦ୍ରୋହର ମୁଖ୍ୟ ନେତା। 25. ମାଳତୀ ଚୌଧୁରୀଙ୍କ ଅବଦାନ କ'ଣ? ଉତ୍ତର, ମାଳତୀ ଚୌଧୁରୀ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ଓଡ଼ିଶାରେ ପ୍ରଜାମଣ୍ଡଳ ଆନ୍ଦୋଳନ ଏବଂ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। 26. ପାଇକ ବିଦ୍ରୋହର 2ଟି କାରଣ ଲେଖ। ଉତ୍ତର, କ. ଇଂରେଜମାନଙ୍କ ଶୋଷଣମୂଳକ ଭୂ ରାଜସ୍ୱ ନୀତି, ଖ. ଲୁଣ ଉପରେ କର ବୃଦ୍ଧି ଏବଂ ପାଇକମାନଙ୍କର ନିଷ୍କର ଜମି ଛଡ଼ାଇ ନେବା। 27. ଅହିଂସା ଓ ସତ୍ୟାଗ୍ରହ କହିଲେ କ'ଣ ବୁଝ? ଉତ୍ତର, ମହାତ୍ମା ଗାନ୍ଧୀଙ୍କ ଅନୁଯାୟୀ କାହାକୁ କଷ୍ଟ ନ ଦେଇ ସତ୍ୟ ପାଇଁ ଆଗ୍ରହ ପ୍ରକାଶ କରିବା ହେଉଛି ସତ୍ୟାଗ୍ରହ। ଏହା କ୍ରୋଧ କିମ୍ବା ହିଂସା ବଦଳରେ ପ୍ରେମ ଓ ଧୈର୍ଯ୍ୟ ଦ୍ୱାରା ଶତ୍ରୁର ହୃଦୟ ପରିବର୍ତ୍ତନ କରିବାକୁ ବୁଝାଏ। 28. ଆଜାଦ ହିନ୍ଦ ଫୌଜ କିଏ ଗଠନ କରିଥିଲେ? ଏହାର ସ୍ଲୋଗାନ କ'ଣ ଥିଲା? ଉତ୍ତର, ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେଇଥିଲେ। ଏହାର ମୁଖ୍ୟ ସ୍ଲୋଗାନ ଥିଲା ଜୟ ହିନ୍ଦ ଏବଂ ଦିଲ୍ଲୀ ଚାଲ। 29. ହୁଏନସାଂ କିଏ ଥିଲେ? ଉତ୍ତର, ହୁଏନସାଂ ଜଣେ ଚୀନ ପରିବ୍ରାଜକ ଥିଲେ। ସେ ହର୍ଷବର୍ଦ୍ଧନଙ୍କ ରାଜତ୍ୱ କାଳରେ ଭାରତ ଆସିଥିଲେ। ସେ ଓଡ଼ିଶାର ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। 30. ଭାରତୀୟ ସମ୍ବିଧାନ କେବେ କାର୍ଯ୍ୟକାରୀ ହେଲା? ଉତ୍ତର, 1950 ମସିହା ଜାନୁଆରୀ 26 ତାରିଖରେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେଲା। ଏହି ଦିନକୁ ଆମେ ସାଧାରଣତନ୍ତ୍ର ଦିବସ ଭାବେ ପାଳନ କରୁ। ଏହି 20ଟି ପ୍ରଶ୍ନ ପଢ଼ିଲେ ଆପଣ ବୋର୍ଡ ପରୀକ୍ଷାରେ ସର୍ଟ କ୍ୱେଶ୍ଚନ୍ସ ବିଭାଗରେ ବହୁତ ଭଲ କରିପାରିବେ। ମୁଁ କ'ଣ ଆପଣଙ୍କ ପାଇଁ ଲଙ୍ଗ କ୍ୱେଶ୍ଚନ୍ସ 8 ମାର୍କର କିଛି ସିଲେକ୍ଟିଭ ଲିଷ୍ଟ ପ୍ରସ୍ତୁତ କରିଦେବି କି?